ଜାନିବଲ୍ଲଭ ପଟ୍ଟନାୟକ ନେତୃତ୍ୱରେ ସେଠି ଗୁଡେ ଡ୍ୟାମ୍ ହେଇଛି ଇନ୍ଦ୍ରାବତୀ ଭଳିଆ ଡ୍ୟାମ୍। ସେଇ ଡ୍ୟାମ୍ ବଳରେ ଲୋକ 50 ଭାଗ ଲୋକ ଚାଷ କରି ବଞ୍ଚନ୍ତି, ବାକି 50 ଭାଗ ଲୋକ ବଣ୍ଡେଲ ଲେବର ଯାଇକି ଆନ୍ଧ୍ରା ଗୁଜରାଟରେ କାମ କରି ଜୀବିକା ନିର୍ବାହ କରୁଛନ୍ତି। ସେ ଯେତେ ଯେ ଯାହା କହୁ ମୁଁ 102ଟା ବୁଥକୁ ଯାଇଛି, ସବୁ ଅଞ୍ଚଳ ସହର ମଫସଲ ନିପଟ ମଫସଲ ଇଭିନ୍ କି ସେ ପାହାଡ଼ ଉପରେ, ସେ ପାହାଡ଼ଟା ହେଉଛି ସୁନାବେଡ଼ା ପାହାଡ଼, ତା ଉପରକୁ ଯାଇଛି। ଲୋକଙ୍କର ମନର କଥା ଯେ ଆମେ କଂଗ୍ରେସକୁ ଦେବୁ, ରାହୁଲ ଗାନ୍ଧୀ ପାଇଁ ଦେବୁ ଭୋଟ ଚୋରି ପାଇଁ, ଆଇନ ଶୃଙ୍ଖଳା ପାଇଁ, ନାରୀ ନିର୍ଯାତନା ପାଇଁ, କୃଷିର ବିକାଶ ପାଇଁ ଜିତିବୁ। ମୁଁ ଆଗରୁ କହୁଥିଲି 20-22 ହଜାର, ଏତେ ପଇସା ଦେଣ ନେଣ ଭିଡ଼ା ଅଟରା ହେଇଛି, ଏତେ ଟଣ ଟଣ ହେଇଛି, ଏତେ ବୁଥରେ ଜବରଦସ୍ତ କ୍ୟାପଚର କରାଯାଇଛି, ତେଣୁ 2-3 ହଜାର ଭୋଟରେ ଜିତିବା ସୁନିଶ୍ଚିତ। ନା କାଲି ଦେଖିବେ ଆପଣ ମାନେ।